शिवरात्रि उपलक्षे केमती कौन पूजा ଖୋଲା ପରେ ମଙ୍ଗଳ ଆଳତି ସରିଲା ପରେ ମହାଅଭିଷେକ ଆଳତୀ ସରିଲା ପରେ ଭକ୍ତମାନଙ୍କୁ 4 ଘଣ୍ଟା ଠାରୁ ଦର୍ଶନ ପାଇଁ ଛଡ଼ା ହେଇଛି। ସମସ୍ତେ ଭକ୍ତମାନେ ଶ୍ରଦ୍ଧାର ସହ ଦର୍ଶନ କରୁଛନ୍ତି। ସନ୍ଧ୍ୟା 6 ଘଣ୍ଟା ସମୟରେ ସନ୍ଧ୍ୟା ଦୀପ ପ୍ରଜ୍ୱଳନ ଆରମ୍ଭ, ଭକ୍ତମାନ ଦୀପ ପ୍ରଜ୍ୱଳନ ହେବ ରାତି 12ଟା ପର୍ଯ୍ୟନ୍ତ। ତାପରେ ରାତ୍ର ଘଣ୍ଟେ ବେଳୁ ମହାଦୀପ, ରାତ୍ର 2 ଘଣ୍ଟା ସମୟରେ ବେଢ଼ା ପରିକ୍ରମା ଆଉ ପ୍ରସାଦ ବିତରଣ ବ୍ୟବସ୍ଥା କରାଯାଇଛି। ଲୋକ ଲକ୍ଷ ଲୋକ ଭିଡ଼ ଚାଲିଛି। ଆଉ ଲକ୍ଷ ଲୋକ ଲାଇନ୍ରେ ଧାଡ଼ି ବାନ୍ଧି ଆସୁଛନ୍ତି, ଦର୍ଶନ ମଧ୍ୟ ଫ୍ରିରେ କରୁଛନ୍ତି। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆମର ରହିଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି। ଏ ପ୍ରକାର ମନ୍ଦିରର ସୁରକ୍ଷିତ ଭାବରେ ସମସ୍ତ ପୁଲିସ କମିଟି ଆଉ ପୂଜାରୀ ବ୍ରାହ୍ମଣ ସମସ୍ତେ ରହିକରି ଜାଗ୍ରତର ସହ ଭକ୍ତମାନଙ୍କୁ କୌଣସି ଅସୁବିଧା ନ ହେବ ସେ କାର୍ଯ୍ୟ ଚାଲିଛି। ରାତ୍ର ଘଣ୍ଟେ ସମୟ ଲମ୍ବା ଥିଲା, ଶ୍ରଦ୍ଧାଳୁମାନଙ୍କର ତଥାପି ବହୁତ ଖୁସି ଲାଗୁଥିଲା। ମନ୍ଦିର ଦର୍ଶନ କଲୁ ଆଉ ଭଗବାନଙ୍କୁ ମଙ୍ଗଳ କରନ୍ତୁ। ସମସ୍ତେ ଆମର ବୋର୍ଡ କରିକା ଦେବେ ଜାଗର ଜାଣିବେ, ତାପରେ ନିର୍ଜଳ ହବ। ଆଉ ନିଶ୍ଚିତ ଆଜି ଖୁସି ଲାଗୁଛି। ବର୍ଷକୁ ଥରେ ଆସିଛି, ସମସ୍ତେ ଭଗବାନଙ୍କ ଉପରେ ଆସ୍ଥା ହବ, ନିଶ୍ଚିତ ବିଶ୍ୱାସ ଅଛି। ସବୁ ଭଲ ହେଉଛି, ଭଲରେ ଭଲ ରହୁଛି। ଭଗବାନ ଆହୁରି ନିଶ୍ଚିତ ଭଲ ଦେବେ। ଆଉ ଏଇଟା ଆମ ମନରେ ଗୋଟେ ଭାବନା, ଭଗବାନ ନିଶ୍ଚିତ ହିନ୍ଦୁ ଧର୍ମରେ ଏଇଟା ଗୋଟେ ବହୁତ ବଡ଼ ପରମ୍ପରା। ମହାପ୍ରଭୁ ଭୋଳନାଥ ଯାହା ଉପରେ ସାଙ୍ଗରେ ଆଶୀର୍ବାଦ ରହିବ, ନିଶ୍ଚିତ ଭାବରେ ମଙ୍ଗଳ ଆଉ ଭଗବାନଙ୍କ ସମସ୍ତେ ଭଲ କରନ୍ତୁ। ଜୟ ଜଗନ୍ନାଥ।